ଜୀବନରେ ସଫଳତା ସେମାନଙ୍କୁ ମିଳେନି ଯେମାନେ କେବେ ହାରନ୍ତି ନାହିଁ। ସଫଳତା ସେମାନଙ୍କୁ ମିଳେ ଯେମାନେ ହାରିଲେ ମଧ୍ୟ ପୁଣି ଉଠି ଦାଡ଼ନ୍ତି। ଆଜିର କାହାଣୀ ଏମିତି ଏକ ଛୁଆଙ୍କ ବିଷୟରେ ଯିଏ ଗରିବୀ, ଅସଫଳତା ଓ ଉପହାସ ସହ ଯୁଦ୍ଧ କରି ନିଜ ଜୀବନକୁ ବଦଳାଇ ଦେଲା। ଏହା କେବଳ ଏକ କାହାଣୀ ନୁହେଁ, ଏହା ହେଉଛି ହାର ନ ମାନିବାର ଶକ୍ତି। କାହାଣୀ ଆରମ୍ଭ ଏକ ଛୋଟ ଗାଁରେ ଅର୍ଜୁନ ନାମର ଏକ ଛୁଆ ରହୁଥିଲା। ତାଙ୍କ ପରିବାର ଦିନକୁ ଦୁଇବେଳ ଖାଇବା ପାଇଁ ସଂଘର୍ଷ କରୁଥିଲା। ବର୍ଷା ହେଲେ ତାଙ୍କ ଘର ଛାଦ ଦେଇ ପାଣି ପଡ଼ୁଥିଲା। ତାଙ୍କ ପୋଷାକ ପୁରୁଣା ଓ ଛିଣ୍ଡି ଯାଇଥିଲା। କିନ୍ତୁ ତାଙ୍କ ହୃଦୟ ଭିତରେ ଥିଲା ଏକ ବଡ଼ ସ୍ୱପ୍ନ, ସଫଳ ହୋଇ ପରିବାରର ଜୀବନ ବଦଳାଇବା। ଗାଁର ଲୋକେ ତାଙ୍କ ସ୍ୱପ୍ନ ଶୁଣି ସେମାନେ କହୁଥିଲେ, ସଫଳତା କେବଳ ଧନୀମାନଙ୍କ ପାଇଁ। ଅର୍ଜୁନ କିଛି କହୁନଥିଲା। ସେ ଶାନ୍ତ ରହି ନିଜ ସ୍ୱପ୍ନକୁ ଜୀବନ୍ତ ରଖୁଥିଲା। ପ୍ରତିଦିନ ସକାଳେ ସେ 5 କିଲୋମିଟର ପାଦେ ଚାଲି ସ୍କୁଲ ଯାଉଥିଲା। ସ୍କୁଲ ପରେ ଚା ଦୋକାନରେ କାମ କରି ପରିବାରକୁ ସାହାଯ୍ୟ କରୁଥିଲା। ରାତିରେ ଘରେ ବିଦ୍ୟୁତ୍ ନଥିଲା ବେଳେ ସେ ରାସ୍ତା ଆଲୋକ ତଳେ ବସି ପଢ଼ୁଥିଲା। ମଶା କାମୁଡୁଥିଲା, ଭୋକ ଲାଗୁଥିଲା, ଘୁମ ଆସୁଥିଲା। ତଥାପି ସେ ପଢ଼ୁଥିଲା, କାରଣ ତାଙ୍କ ସ୍ୱପ୍ନ ତାଙ୍କ ଯନ୍ତ୍ରଣାଠାରୁ ବଡ଼ ଥିଲା। ଏକ ବର୍ଷ ସେ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦେଲା। ଫଳାଫଳ ଆସିଲା ବେଳେ ସେ କାପୁଥିବା ହାତରେ କାଗଜ ଖୋଲିଲା। ସେ ଅସଫଳ ହୋଇଥିଲା। ଏହି ଖବର ଗାଁରେ ଛିଡ଼ିଗଲା। ଆତ୍ମୀୟମାନେ ତାଙ୍କୁ ହସିଲେ, ପଡ଼ୋଶୀମାନେ କହିଲେ, ଏହି ହେବା ଥିଲା। ସଙ୍ଗୀମାନେ ଆଗକୁ ବଢ଼ିଗଲେ। ସେ ଏକାକୀ ବସି କାନ୍ଦୁଥିଲା। ସେ ଭାବିଲା, ସମ୍ଭବତଃ ସଫଳତା ତାଙ୍କ ପାଇଁ ନୁହେଁ। ସେ ହାର ମାନିବାକୁ ଯାଉଥିଲା। ସେହି ସମୟରେ ଘରକୁ ଫେରୁଥିବା ବେଳେ ସେ ଏକ ବୁଢ଼ା ମଣିଷଙ୍କୁ ଦେଖିଲା, ଯିଏ ଲାଣ୍ଟେନ୍ ଆଲୋକରେ ଜୁତା ମରାମତ କରୁଥିଲେ। ସେ ଅର୍ଜୁନଙ୍କ ଦୁଃଖୀ ମୁହଁ ଦେଖି ପଚାରିଲେ, କ'ଣ ହେଲା? ଅର୍ଜୁନ ସବୁ କହିଦେଲା। ବୁଢ଼ା ମଣିଷ ହସି କହିଲେ, ଅସଫଳତା ସଫଳତାର ବିପରୀତ ନୁହେଁ। ଏହା ସଫଳତାର ଏକ ଅଂଶ। ତୁମେ ଯଦି ଏଠି ଥମକି ଯାଅ, ତୁମ କାହାଣୀ ଏଠି ଶେଷ। ତୁମେ ଯଦି ଆଗକୁ ବଢ଼, ତୁମ କାହାଣୀ ଏଠାରୁ ଆରମ୍ଭ। ଏହି କଥା ଅର୍ଜୁନଙ୍କ ମନରେ ନୂଆ ଆଶା ଜଗାଇଦେଲା। ସେଇ ରାତିରେ ସେ ନିଷ୍ପତ୍ତି ନେଲା। ଭୟକୁ ଛାଡ଼ିଦେଲା, ସନ୍ଦେହକୁ ଛାଡ଼ିଦେଲା। ଦିୱାନରେ ଲେଖିଲା, ମୁଁ ଥମ୍ବିବି ନାହିଁ। ପରବର୍ତ୍ତୀ ଦିନରୁ ସେ ଆଉ ଅଧିକ ମେହନତ କରିଲା। ସେ ଭୁଲରୁ ଶିଖିଲା, ଧ୍ୟାନ ସହ ପଢ଼ିଲା, ଅନାବଶ୍ୟକ କଥାରୁ ଦୂରେ ରହିଲା। ମାସ କଟିଗଲା, ସଂଘର୍ଷ ଚାଲିଥିଲା, କିନ୍ତୁ ସେ ଥମିଲା ନାହିଁ। ପରବର୍ତ୍ତୀ ବର୍ଷ ଫଳାଫଳ ଆସିଲା ବେଳେ ସେ ନିଜ ରୋଲ ନମ୍ବର ଖୋଜିଲା। ସେ ସମ୍ପୂର୍ଣ୍ଣ ଜିଲ୍ଲାରେ ପ୍ରଥମ ହୋଇଥିଲା। ଯେମାନେ ହସୁଥିଲେ ସେମାନେ ଏବେ ପ୍ରଶଂସା କରୁଥିଲେ। ଗାଁ ଗର୍ବିତ ହୋଇଥିଲା। କିନ୍ତୁ ଅର୍ଜୁନ ଶାନ୍ତ ହସିଲା, କାରଣ ସେ ଜାଣିଥିଲା, ସତ୍ୟ ସଫଳତା ପ୍ରଥମ ହେବା ନୁହେଁ, ସତ୍ୟ ସଫଳତା ହେଉଛି ହାର ନ ଆଣିବା। ଶେଷ ସନ୍ଦେଶଣ୍ଡି ମେସେଜ ଆଜି ଯଦି ତୁମେ ଥକି ଯାଇଛ, ବିଶ୍ରାମ କର, କିନ୍ତୁ ହାର ମାନନି। ଯଦି ଅସଫଳ ହେଉଛ, ଶିଖ, କିନ୍ତୁ ହାର ମାନନି। ଜଗତ ଯଦି ସନ୍ଦେହ କରେ, ନିଜ ଉପରେ ବିଶ୍ୱାସ ରଖ। ତୁମ ସଂଘର୍ଷ ତୁମ ଶକ୍ତି ତିଆରି କରୁଛି।